ଓଡ଼ିଶାର କଳା ଓ ସଂସ୍କୃତି ଦୁନିଆକୁ ସ୍ୱାଗତ। ଏହା ଏମିତି ଏକ ଭୂମି ଯେଉଁଠି ପ୍ରତିଟି ସୂତାରେ ଗୋଟେ କାହାଣୀ ଥାଏ ଆଉ ପ୍ରତିଟି କାରିଗରୀରେ ଗୋଟେ ପୂରା ସଂସ୍କୃତିର ଆତ୍ମ ବଞ୍ଚିଥାଏ। ଆସନ୍ତୁ ଆଜି ଏହି ଅବିଶ୍ୱାସନୀୟ କଳାତ୍ମକ ଐତିହ୍ୟ ଭିତରକୁ ଟିକେ ପଶିବା ଆଉ ତାର ଗଭୀରତାକୁ ବୁଝିବା। କେବେ ମନରେ ପ୍ରଶ୍ନ ଆସିଛି, ଗୋଟେ ସଂସ୍କୃତି ଯଦି ବହି ନ ଲେଖେ ତେବେ ସେ ନିଜ କାହାଣୀ କେମିତି କହିବ? ହୁଏତ ଏହାର ସବୁଠୁ ସୁନ୍ଦର ଜବାବ ମିଳିବ ଓଡ଼ିଶାର କଳା ଭିତରେ। ଚାଲନ୍ତୁ ଦେଖିବା କେମିତି ଏଠାକାର ଇତିହାସ, ବିଶ୍ୱାସ ଆଉ ପରମ୍ପରା ଏହି କଳାର ଅଲଗା ଅଲଗା ରୂପରେ ଜୀବନ୍ତ ହୋଇଉଠିଛି। ତେବେ ଚାଲନ୍ତୁ ଓଡ଼ିଶାର ସେହି କଳାତ୍ମକ ଆତ୍ମା ଭିତରକୁ ଯିବା। ଏହି ଯାତ୍ରା ଆମକୁ ନେଇଯିବ ହଜାର ହଜାର ବର୍ଷ ପୁରୁଣା ଗୁମ୍ଫା ଚିତ୍ରରୁ ଆରମ୍ଭ କରି ଆଜି ବି କାରିଗରଙ୍କ ହାତରେ ଜୀବନ୍ତ ଥିବା ସେହି ପରମ୍ପରା ପର୍ଯ୍ୟନ୍ତ। ଆମ କାହାଣୀର ଆରମ୍ଭ ହେବ କାନ୍ଥ, ତାଳପତ୍ର ଆଉ କପଡ଼ାରୁ, କାରଣ ଏଗୁଡ଼ିକ ହିଁ ଥିଲା ସେହି ପ୍ରଥମ କ୍ୟାନଭାସ୍ ଯେଉଁଥିରେ ଓଡ଼ିଶାର କାହାଣୀ ପ୍ରଥମ ଥର ପାଇଁ ରଙ୍ଗର ରୂପ ନେଇଥିଲା। ଏହାର ଐତିହାସିକ ଗଭୀରତା କେତେ? ଟିକେ ଦେଖିବା। ଏହା କୌଣସି 100-200 ବର୍ଷର କଥା ନୁହେଁ। ଏହି ପରମ୍ପରା ପ୍ରାଗୈତିହାସିକ ଯୁଗର ଗୁମ୍ଫା ଚିତ୍ରରୁ ଆରମ୍ଭ ହୋଇଛି ଆଉ ଧୀରେ ଧୀରେ ବିକଶିତ ହୋଇ ଶାସ୍ତ୍ରୀୟ ମନ୍ଦିର କଳା ପର୍ଯ୍ୟନ୍ତ ପହଞ୍ଚିଛି। କଳ୍ପନା କରନ୍ତୁ, ହଜାର ହଜାର ବର୍ଷ ପୂର୍ବେ ଯେତେବେଳେ କାଗଜ କଲମ ନଥିଲା, ସେତେବେଳେ ପଥର ଗୁମ୍ଫାଗୁଡ଼ିକ ହିଁ ଥିଲା ପ୍ରଥମ ଆର୍ଟ ଗ୍ୟାଲେରୀ। ଆଉ ସେହି ପ୍ରାଚୀନ ଚିତ୍ରଗୁଡ଼ିକ, ସେଗୁଡ଼ିକ ଆମକୁ ସେହି ସମୟର ଶିକାର, ନୃତ୍ୟ ଏବଂ ଲୋକଙ୍କ ଦୈନନ୍ଦିନ ଜୀବନର ଏକ ସ୍ପଷ୍ଟ ଚିତ୍ର ଦେଖାଏ। ଆଉ ସେହି ପ୍ରାଚୀନ କଳାର ହିଁ ଜନ୍ମ ନେଲା ଏକ ଅଧିକ ସୂକ୍ଷ୍ମ ଏବଂ ଜଟିଳ କଳା, ପଟ୍ଟଚିତ୍ର। ଆଜି ଏହା ଓଡ଼ିଶାର ଏକ ସ୍ୱତନ୍ତ୍ର ପରିଚୟ ପାଲଟିଛି। ଏହି କଳାର ସୌନ୍ଦର୍ଯ୍ୟ ଖାଲି ତାର ଜଟିଳ ଡିଜାଇନରେ ନାହିଁ, ବରଂ ତାକୁ ତିଆରି କରିବାର ପ୍ରକ୍ରିୟାରେ ବି ଅଛି। ଆଉ ମଜାର କଥା କ'ଣ ଜାଣନ୍ତି? ପ୍ରାୟତଃ ଚିତ୍ରକାରଙ୍କର ପୂରା ପରିବାର ଏହି କାମରେ ଲାଗିଥାନ୍ତି। ଏମିତି ହିଁ ତ ଏହି ଦକ୍ଷତା ପିଢ଼ି ପରେ ପିଢ଼ି ଆଗକୁ ବଢ଼ିଥାଏ। କିନ୍ତୁ କାହାଣୀ ଏତିକିରେ ସରେନି। କାହାଣୀ କହିବାର କଳା କେବଳ ଶାସ୍ତ୍ରୀୟ ଚିତ୍ରକାରଙ୍କ ପାଖରେ ନଥିଲା। ଗାଁ ଗହଳିରେ ଆଦିବାସୀମାନଙ୍କର କୁଡ଼ିଆର କାନ୍ଥଗୁଡ଼ିକ ମଧ୍ୟ କାନଭାସ୍ ପାଲଟିଯାଏ, ଯେଉଁଠି ସେମାନଙ୍କର କଳା ସମ୍ପ୍ରଦାୟ, ପ୍ରକୃତି ଆଉ ଆଧ୍ୟାତ୍ମିକତାର କାହାଣୀ କହିଥାଏ। ଏବେ ଚିତ୍ରରୁ ବାହାରି ଆସିବା ସେହି ଜିନିଷମାନଙ୍କ ପାଖକୁ ଯାହାକୁ ହାତରେ ଛୁଇଁ ହୁଏ। ସେହି ବସ୍ତୁଗୁଡ଼ିକୁ ଦେଖିବା ଯାହାକୁ ଓଡ଼ିଶାର କାରିଗରମାନେ ନିଜ ହାତରେ ମାଟି, ଧାତୁ ଆଉ ସୂତାରୁ ଗଢ଼ିଛନ୍ତି। ଢୋକ୍ରା ଧାତୁଶିଳ୍ପ କଥା ଟିକେ ଭାବନ୍ତୁ ତ। ଏମିତି ଏକ କୌଶଳ ଯାହା 4000 ବର୍ଷରୁ ବି ଅଧିକ ପୁରୁଣା। ଏଥିରେ ପ୍ରଥମେ ମହମରା ଏକ ମଡେଲ ତିଆରି ହୁଏ, ତାପରେ ମାଟି ଲେପ୍ ଦିଆଯାଏ ଆଉ ଶେଷରେ ତରଳ ଧାତୁ ଢଳାଯାଏ। ତା ମାନେ ପ୍ରତ୍ୟେକ ଖଣ୍ଡ ଏକଦମ ସ୍ୱତନ୍ତ୍ର। ହେଲେ କଥାଟା ଖାଲି ଢୋକ୍ରାରେ ସୀମିତ ନୁହେଁ। ଧାତୁ କାମର ବି କେତେ ରୂପ। ଗୋଟେ ପଟେ ଢୋକ୍ରାର ପ୍ରାଚୀନ ଆଦିବାସୀ କୌଶଳ ଆଉ ଅନ୍ୟପଟେ କଟକର ସେହି ସୂକ୍ଷ୍ମ ମନୋଲୋଭ ତାରକସି କାମ। ପ୍ରତ୍ୟେକ ସମ୍ପ୍ରଦାୟ ନିଜର ଏକ ସ୍ୱତନ୍ତ୍ର ଶୈଳୀର ବିକାଶ କରିଛନ୍ତି। ଧାତୁରୁ ଏବେ ଆସିବା କପଡ଼ାକୁ। ପିପିଲିର ଆପ୍ଲିକ୍ କାମର ସମ୍ପର୍କ ସିଧାସଳଖ ପ୍ରଭୁ ଜଗନ୍ନାଥ ମନ୍ଦିର ସଂସ୍କୃତି ସହିତ। ଏଥିରେ ବ୍ୟବହୃତ 4ଟା ପାରମ୍ପରିକ ରଙ୍ଗ, ମାନେ ଲାଲ, କଳା, ହଳଦିଆ ଆଉ ଧଳା, ସେହି ଆଧ୍ୟାତ୍ମିକ ସମ୍ପର୍କକୁ ହିଁ ଦର୍ଶାଏ। ଆଉ ଓଡ଼ିଶାର କାରିଗରମାନଙ୍କ ହାତରେ ଯେମିତି ଯାଦୁ ଅଛି, ସେମାନେ ପ୍ରକୃତିରୁ ମିଳୁଥିବା ସାଧାରଣ ଜିନିଷକୁ ବି ଅସାଧାରଣ କଳାକୃତିରେ ବଦଳାଇ ଦିଅନ୍ତି। ସାଧାରଣ ଘାସରୁ ସୁନ୍ଦର ଝୁଡ଼ି ହେଉ କିମ୍ବା କାଠଖଣ୍ଡରୁ ଜଗନ୍ନାଥଙ୍କର ବିଶାଳ ରଥ, ସବୁଠି ସେମାନଙ୍କର ଦକ୍ଷତାର ପରିଚୟ ମିଳେ। ତେବେ ଏହି କଳା କେବଳ ଘରେ ସଜାଇ ହେବା ପାଇଁ ନୁହେଁ, ଏହାକୁ ଲୋକେ ପିନ୍ଧନ୍ତି ମଧ୍ୟ। ଶେଷରେ ଆସନ୍ତୁ ଦେଖିବା କେମିତି ଏହି କଳା ଲୋକଙ୍କ ପରିଧାନରେ ସେମାନଙ୍କ ପରିଚୟର ଏକ ଅଂଶ ପାଲଟିଯାଏ। ଓଡ଼ିଶାର ହସ୍ତତନ୍ତ୍ର, ଯାହାକୁ ବାନ୍ଧକଳା କୁହାଯାଏ, ତାହା କୌଣସି ସାଧାରଣ ବୁଣାକାମ ନୁହେଁ। ଏହାର ଖାସିୟତ ହେଉଛି ଏଠାରେ କପଡ଼ା ବୁଣା ସରିବା ପରେ ତାକୁ ରଙ୍ଗ କରାଯାଏ ନାହିଁ, ବରଂ ବୁଣା ହେବା ପୂର୍ବରୁ ହିଁ ସୂତାଗୁଡ଼ିକୁ ବାନ୍ଧି ରଙ୍ଗ କରାଯାଏ। ଆଉ ସେଇଥିପାଇଁ ହିଁ ସେହି ସୁନ୍ଦର ଝାପ୍ସା ଡିଜାଇନ ତିଆରି ହୁଏ। ଆଉ ଏହି ବାନ୍ଧକଳାରୁ ହିଁ ତିଆରି ହୁଏ ସମ୍ବଲପୁରୀ ଆଉ ବୋମକାଇ ପରି ପ୍ରସିଦ୍ଧ ଶାଢ଼ୀ। ସେହିପରି ପୁରୁଷମାନଙ୍କ ପାଇଁ ପାରମ୍ପରିକ ଧୋତି, କୁର୍ତ୍ତା। ଏଠାକାର ପୋଷାକ କେବଳ ପିନ୍ଧିବା ପାଇଁ ନୁହେଁ, ଏହା ଏକ ପରିଚୟ, ଯେଉଁଠି ପ୍ରତିଟି ବସ୍ତ୍ର ନିଜେ ଗୋଟେ ଗୋଟେ କଳାକୃତି। କେବଳ ପୋଷାକ କାହିଁକି, ଗହଣାରେ ବି ସେହି କଳାର ଝଲକ ଦେଖିବାକୁ ମିଳେ। କଟକର ପ୍ରସିଦ୍ଧ ତାରକସି କାମରୁ ତିଆରି ସୂକ୍ଷ୍ମ ରୂପା ଗହଣା ହେଉ କିମ୍ବା ଆଦିବାସୀ ଅଳଙ୍କାର, ଏଗୁଡ଼ିକ ପିଢ଼ି ପରେ ପିଢ଼ି ପରମ୍ପରା ଏବଂ ସୌନ୍ଦର୍ଯ୍ୟକୁ ସଜାଇ ରଖିଛି। ତେବେ ଏହି ସବୁ କଳା, କାରିଗରୀ ଆଉ ପରମ୍ପରାକୁ ଯଦି ଏକାଠି ମିଶାଇ ଦେଖିବା, ତେବେ କେଉଁ ଚିତ୍ର ସାମ୍ନାକୁ ଆସେ? ଏହା କେବଳ କିଛି ସୁନ୍ଦର ବସ୍ତୁ ନୁହେଁ, ବରଂ ଏହା ହେଉଛି ଏକ ଜୀବନ୍ତ ଐତିହ୍ୟ। ଏହାର ଅର୍ଥ ବହୁତ ଗଭୀର। ଏଠାରେ କଳା କେବଳ ସାଜସଜ୍ଜା ପାଇଁ ନୁହେଁ,
ବରଂ ଏହା ଆଧ୍ୟାତ୍ମିକତା ଆଉ ବାସ୍ତବିକ ଦୁନିଆ ଭିତରେ ଏକ ସେତୁ। ପ୍ରତ୍ୟେକ ଡିଜାଇନ୍, ପ୍ରତ୍ୟେକ ମୂର୍ତ୍ତି ଗୋଟେ କାହାଣୀ କୁହେ, ଆଉ ସେହି କାହାଣୀଗୁଡ଼ିକ ହିଁ ପିଢ଼ି ପରେ ପିଢ଼ି ଏହି ଜୀବନ୍ତ ପରମ୍ପରାକୁ ବଞ୍ଚାଇ ରଖିଛି। ତେବେ ଶେଷରେ ଗୋଟେ ପ୍ରଶ୍ନ ମନକୁ ଆସେ, ଆଜିର ଦୁନିଆରେ ଯେତେବେଳେ ମେସିନ୍ ମୁହୂର୍ତ୍ତକେ ହଜାର ହଜାର ଜିନିଷ ତିଆରି କରୁଛି, ସେତେବେଳେ ଓଡ଼ିଶାର ଏହି କଲା ଆମକୁ ମନେ ପକାଇ ଦିଏ ଯେ ହସ୍ତନିର୍ମିତର ପ୍ରକୃତ ଅର୍ଥ କ'ଣ। ଏହା କେବଳ ଏକ ବସ୍ତୁ ନୁହେଁ, ଏହା ହେଉଛି ଜଣେ କାରିଗରର ଦକ୍ଷତା, ତାର ଧୈର୍ଯ୍ୟ ଆଉ ଏକ ସମଗ୍ର ସଂସ୍କୃତିର ଆତ୍ମା।